ବୋଉ ତୁ ବେଗାଳି ଆଁତିଲ ମତେ ଧରିରି ପଳ ଓହୋ ଆଙ୍କ ଘରେ ରାନ୍ଧି ରାନ୍ଧି ମୋ ପ୍ରାଣ ପୋଲାଣିଲ। ଯୋଉ ଗରମ ହଉଛି ନା ଏସି ଅଛି ନା ଲାଇଟ୍ ପୋଲେ ଇନଭର୍ଟର ଅଛି ଆଙ୍କ ଘରେ। ଯୋଉ ରେଟ୍ରେ ଗରମ ମୋର ଡିମ୍ବିରି ବାହାରି ପଡ଼ିଲାଣିଲ। ମୁଁ ଏଡ଼େ ଗୁରା ମୁହଁଟା କଳା ହେଇଲାଣିଲ ବୋଉ। କେତେ କଷ୍ଟ ଯନ୍ତ୍ରଣା ପଖାଳ ଭାତ ଯାହା ଖାଇବା ଦଉଛନ୍ତି ବୋଉ ମୁଁ ଖାଇ ପାରୁନିଲ ବୋଉ। କେତେ କଷ୍ଟ ହଉଛି ବୋଇଲେ ଆଉ କହି ହଉନାଇଲ ବୋଉ। ଏ ଶାଶୁରେ ଏମିତି ହବ ବୋଲି ମୁଁ ଜାଣିନଥିଲି ବୋଉ। କିସ ଜାଣିରି ବିବାହ ଦେଲୁ ଯେ କିସ ଦେଖିକି ଦେଲୁ ଯେ ଆଜି ଏତେ ଖାଲି କାନ୍ଦୁଛି ପଖାଳ ଭାତ ଯାହା ଖାଉଛି ଗଲ ବୋଉ। ତୁ ଆଇକିରି ମତେ ନେଇ ଚାଲ ବୋଉ। ଶାଶୁ ଫୋନ୍ ଦେଇଲ ଓ ହଉ ହଉ ରଖିଦଉ। କିଏ ସମୁନ୍ଦିଆଣୀ କିଏ? ହେଡ଼ି ଶୁଣ ମୋ ପିଲାକୁ ମୁଁ ଏବେ ଯାଉଛି ଏବେ ଏକା ଧରିକିରି ଆସି ତମେ କିସ ବୋଲି ଭାବିଲ ମତେ ମୋ ପିଲାକୁ ତମେ ପଖାଳ ଭାତ ଖାଇବାକୁ ଦଉଛ ଘରେ ଏସି ଟିକେ ଲଗେଇନ ଲାଇଟ୍ ଗଲେ ଇନଭର୍ଟର ନାହିଁ ଗରମରେ ମତେ ପିଲା କାମ କରିବ ମୋର କିଛି କାମ କରିପାରିବେନି ମୋ ପିଲା ତମେ ନେଇ ଦେଖିକିରି ନେଇ ପାରୁନଥିଲ କି ବୋଉ କରିରି ମୋ ଝିଅକୁ ତମେ ସାଇଜରେ ରଖିପାରୁନ ବେଗାଳି ମୁଁ ଯାଉଛି ଏବେ ମୋ ଝିଅକୁ ବେଗାଳି ଛାଡ଼ ଦରକାର ନାହିଁ ଛାଡ଼ି ଦିଅ ବେଗାଳି। ଓହୋ ଝିଅର ମା ହେଇକିରି ଏତେ ବଡ଼ ବଡ଼ କଥା କ'ଣ କହୁଛ ସମୁନ୍ଦିଆଣୀ? ଆଁ ତମେ ଝିଅ ଦେଇଛ ପୁଅର ମା ସହିତ ଏମିତି କଥାବାର୍ତ୍ତା ତମେ କରୁଛ ଏତେ ଟେମ୍ପର ଉପରେ। ହଉ ଠିକ୍ ଅଛି ମୁଁ ପୁଅର ମା ହେଇରି ମୁଁ ଟିକେ ଲୁହିଁ ପଡ଼ିଛି। ତମେ ଆସିକିରି ତମ ଝିଅକୁ ନେଇଯାଅ। କ'ଣ କହୁଛ କଥା ଝିଅ ଦେଇକିରି କଥା ସମାଧାନ କର। ଏତେ ବଡ଼ କଥା ଆଗକୁ ବଢ଼ନ ଝିଅ ନବ ପରେ ଆସିକିରି ନେଇଯାଅ ହେଲା। ହଉଲ ମା ତୁ ତୁନି ପଡ଼ି ରହ ଜୁଇଁ କିଛି କହୁନାହାନ୍ତି ପରାଲୋ ଜୁଇଁକି ତୁ ହାତ ମୁଠାରେ ରଖେ ସେ ଶାଶୁ ନଣନ୍ଦର କଥା ତୁ ମାରେ ଗୁଳିଲ ତାଙ୍କନୁ କେଣେଲା ତୁ ଡରୁ ତୁ କିଛି ଡରେ ନା ମୁଁ ଏବେ ତ ଶାଶୁ ଫୋନ କରି କହିଲି ସେ ବୁଢ଼ୀ କହିଲା ଆସିକିରି ନେଇଯାଲି ଝିଅକୁ ତୁ ମୋ ପାଖକୁ ପଳିଆ ତାର ବ୍ୟବସ୍ଥାଟା ମୁଁ କରୁଛି ଲୋ ତୁ କିଛି ଘବରା ହେନା ତୁ ଆଲୋ ମୁଁ କାଲି ଯାଉଛି ତୁ ସାମାନ ପ୍ୟାକ୍ କରି ରଖେ ମୁଁ ଆଉଛି ତତେ ନେବା ପାଇଁ ତୁ ଜମା ଡରିବାର ନାହିଁ ତୁ ମୁହଁରେ ଜବାବ ଦେ ସେ ନଣନ୍ଦ କିସ କହୁଛି ସେ ଶାଶୁ କିସ କହୁଛି ସେ ଲେଖା ସେ ପାଇଟି ତାଙ୍କର ମୁଁ ବୁଝିବି ମୁଁ ଏବେ ଯିବି ସେ ଠାକୁର ପାଖକୁ ସେ ବାବା ପାଖକୁ ଯାଇକିରି ମୁଁ ଉଷ ଧରିକିରି ଆଇବି ଜୋଇଁକି ଯିନ୍ତି ଉଷ ଦେଇକିରି ତୁନି ପଡ଼େଇ ରଖେଇଛୁ ସିନି ଏ ମାଆକୁ ଏ ଝିଅକୁ ସିମି ଦେଇରି ମୁଦା କରି ରଖିଦୁ ହେଲା ତୁ କିଛି ଡରେ ନା କି ପାଇଁ ଡରୁଲ ଝିଅ ଦେଇଛି ବୋଲି ଡରି ନା କିସ ସେ ଯୁଗ ପଳେଇଲାଣି ତୁ କିଛି ଚିନ୍ତା କରେ ନା ତୁ ଖାଲି ମୋ ପାଖକୁ ଆସେ ତାପରେ ତୋ ଶାଶୁ ନଣନ୍ଦର ଲେଖାଟା ମୁଁ ବୁଝୁଛି ତୁ ଡରେ ନା ଯା ତୁ ଧୀରେ ଶୋଇ ପଡ଼େ ଜୁଇଁକି ତୁ ଧୀରେ ନା କହିଦେ କାନ୍ଦିକିରି ଜୁଇଁ ତୁନି ପଡ଼ି ଶୁଣିଏ ସବୁ କଥା ତୋର ତୁ ଯା ଏବେ ଶୋଇ ପଡ଼େ ତାପରେ ମୁଁ ତା ଲେଖାଟା ବୁଝୁଛି ଶାଶୁ ନଣନ୍ଦର ପାଟି ପୁରା ବନ୍ଦ କରିବି ଜୁଇଁକି ତତେ ହାତ ମୁଠାରେ ରଖେ ତୁ ମୋ ପାଖକୁ ଆଲ ତାପରେ ମୁଁ ଲେଖାଟା ବୁଝିଲେ ତାଙ୍କର ରଖେ ଫୋନ ହେଲା ମୁଁ ସେ ବାବା ପାଖକୁ ଯାଇକିରି ଆଉଛି ହଁ।